ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାଙ୍କ ମନରେ ଗୋଟେ ଡାଉଟ୍ ରହିଛି କି ସାର୍, ଆମେ ଯେଉଁ ସୁଭଦ୍ରା ଆପ୍ଲିକେସନ୍ ଫର୍ମଟାକୁ ନିଜେ ନିଜେ ଫିଲ୍ଅପ୍ କଲେ, ଏହା ପରେ କ'ଣ କରିବା ପାଇଁ ପଡ଼ିବ? ଆମେ ଜନସେବା କେନ୍ଦ୍ରକୁ ଆପଣଙ୍କର ଯାଉଛେ, ସେଠି ଆପଣଙ୍କର କହୁଛନ୍ତି ଆରମ୍ଭ ହେଇନି। ସାର୍, ଏଇ ଫର୍ମଟାକୁ ହଜେଇ ଦେଲେ ହେଇଯିବ କି? ନା ଏଟାକୁ ସାର୍ କ'ଣ କରିବା, ସାର୍ କ'ଣ ନାହିଁ? ତ ମୁଁ ଆପଣଙ୍କୁ ଡିଟେଲ୍ କହିବି ଯେ ଆକ୍ଚୁଆଲି ଟଙ୍କା ଆପଣଙ୍କୁ କେମିତି ମିଳିବ, କ'ଣ କ'ଣ ସବୁ ଆପଣ ଆପ୍ଲିକେସନ୍ ଫର୍ମକୁ ଫିଲ୍ଅପ୍ କଲା ପରେ କରିବେ, ସବୁ ଜିନିଷ ମୁଁ ଆପଣଙ୍କୁ ଗୋଟିଏ ଭିଡ଼ିଓରେ କହିବି। ତ ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇଦେବେ। ଆଉ ଚ୍ୟାନେଲକୁ ଆପଣ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନ୍କୁ ବି ଆପଣ ଅନ୍ କରିଦେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଠିକ୍ ଅଛି। ଦେଖନ୍ତୁ, ଅଳ୍ପ ସମୟ ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ଏହା ଜଣେଇ ଦିଆଗଲା ଯେ ଯେ ଆପଣମାନେ ଘରେ ବସିକି ଅନଲାଇନ୍ ଆପ୍ଲାଏ କରିପାରିବେନି। ଆପଣଙ୍କୁ ଅନଲାଇନ୍ ଆପ୍ଲାଏ ନିଜର ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯାଇକି ଅନଲାଇନ୍ କରିବା ପାଇଁ ପଡ଼ିବ। ଆଉ ଅନଲାଇନ୍ ଆପ୍ଲାଏ ଆରମ୍ଭ ହେଇନି, ତ ଆପଣ ଏବେଠାରୁ ଭିଡ଼ ଜମାନ୍ତୁନି। ଆଜି ସନ୍ଧ୍ୟା ପାଖରୁ ହବ, ଆପଣ କାଲି କରିବେ, କିଛି ପ୍ରୋବ୍ଲେମ୍ ଆପଣଙ୍କର ନାହିଁ। କାଲି ଆପଣମାନେ ଅନଲାଇନ୍ କରିପାରିବେ, ପରଦିନ କରିପାରିବେ, କିଛି ପ୍ରୋବ୍ଲେମ୍ ନାହିଁ। ଏବେ ଆସନ୍ତୁ ଡିସ୍କସନ୍ କରିବା। ସାର୍, ଆମେ ଏଇଟାକୁ ତ ଅନଲାଇନ୍ ମୋଡ଼୍ରେ ଏଇଟା ଆପଣଙ୍କର ଆପ୍ଲିକେସନ୍ ଫର୍ମ ପ୍ରାୟତଃ ଆପଣମାନେ ପାଇଯାଇଥିବେ। ଯଦି ଆପଣ ଆପ୍ଲିକେସନ୍ ଫର୍ମ ପାଇନାହାନ୍ତି, ନିଜ ଗାଁର କିମ୍ବା ନିଜ ସହରର ଅଙ୍ଗନବାଡ଼ି ଆପଣଙ୍କର ସେଣ୍ଟରକୁ ଯାଆନ୍ତୁ, ତାଙ୍କ ପାଖରୁ ଏ ଆପ୍ଲିକେସନ୍ ଫର୍ମଟିକୁ ଫିଲ୍ଅପ୍ କରିକି ଆଣନ୍ତୁ। ଆପଣ ଇଂରାଜୀରେ କିମ୍ବା ଓଡ଼ିଆରେ ଫିଲ୍ଅପ୍ କରିବେ। କେମିତି ଆପଣ ଫିଲ୍ଅପ୍ କରିବେ ତା ପାଇଁ ମୁଁ ଆପଣଙ୍କର ଅଲରେଡ଼ି ଭିଡ଼ିଓ ବନେଇ ଦେଇଛି। ୟାକୁ ଆପଣ ଦେଖିଦେବେ ଯେ କେମିତି ଆପ୍ଲିକେସନ୍ ଫର୍ମକୁ ଆପଣ ଫିଲ୍ଅପ୍ କରିବେ। ଠିକ୍ ଅଛି। ଏବେ ଏ ଆପ୍ଲିକେସନ୍କୁ ଫର୍ମକୁ ଆପଣ ଫିଲ୍ଅପ୍ କଲେ ଜମାରୁ ଭୁଲ କରିବେନି। ବେକାର ବେକାର ଆପଣଙ୍କୁ ପୁଣି ଆଉ ଥରେ ଫର୍ମ ମିଳିବ ନାହିଁ। ଆପ୍ଲିକେସନ୍ ଫର୍ମକୁ ଫିଲ୍ଅପ୍ କଲା ପରେ ଆପଣ ମୋ ଜନସେବା କେନ୍ଦ୍ରକୁ ଯିବେ। ଆଜି ଯାଆନ୍ତୁନି, କାଲି ପରଦିନ ଯିବେ। ଗଲା ପରେ ସେମାନେ କ'ଣ କରିବେ ଆପଣଙ୍କର ଦେଖନ୍ତୁ। ଆଉ କ'ଣ ନେଇକି ଯିବେ? ଏ ଆପ୍ଲିକେସନ୍ ଫର୍ମଟାକୁ ବି ଧରିଥିବେ, ନମ୍ବର 1। ନମ୍ବର 2, ଆଧାର କାର୍ଡ଼କୁ ଆପଣ ନେଇକି ଯିବେ। ମାନେ ଯାହାର କରାହବ ନା, ତାକୁ ଯିବା ପାଇଁ ପଡ଼ିବ। ସାର୍, ନ ଗଲେ ହବନି? ନାଇଁ, ଯିବା ପାଇଁ ପଡ଼ିବ। କାହିଁକି ନା ସେଇଠି ଆପଣଙ୍କର କ'ଣ ହବ ନା, ଆପଣଙ୍କର ବାୟୋମେଟ୍ରିକ୍ ତ ହେଲେ ହେଇପାରେ, ନହେଲେ ତା ସହିତ ଆପଣଙ୍କର ଗୋଟେ ଫଟୋ କ୍ୟାପଚର୍ ହବ। ଆପଣଙ୍କର ଖାଲି ଫଟୋ କ୍ୟାପଚର୍ ହବ, ତେଣୁକରି ଆପଣଙ୍କୁ ଯିବା ପାଇଁ ପଡ଼ିବ। ତ ଯାହାର ବି ଆପଣଙ୍କର ଫର୍ମ ଫିଲ୍ଅପ୍ ଆପଣ କରୁଛନ୍ତି, ସେ ନିଜେ ଯିବା ଦରକାର ମୋ ଜନସେବା କେନ୍ଦ୍ରକୁ, ନହେଲେ ହବନି, ତାକୁ ଯିବା ପାଇଁ ପଡ଼ିବ। ଏବେ ସେଇଠି ସେ ଅନଲାଇନ୍ ଆପଣଙ୍କର କରିଦେବେ। କୌଣସି ବି ଟଙ୍କା ଆପଣଙ୍କୁ ଦେବାକୁ ପଡ଼ିବନି। କିଛି ପ୍ରୋବ୍ଲେମ୍ ହେଲେ ଆପଣ ଏଇ ନମ୍ବରରେ କଲ୍ କରିବେ ହେଲା। ଏବେ ସେଇଠି ସେ ଅନଲାଇନ୍ ଆପ୍ଲାଏ କରିଦେବେ। ଅନଲାଇନ୍ ଆପ୍ଲାଏ କଲା ପରେ ଗୋଟେ ପ୍ରିଣ୍ଟ ଆଉଟ୍ ଆପଣଙ୍କୁ ସେ ଦେବେ। ସେଟା କଲର୍ ପ୍ରିଣ୍ଟ ଆଉଟ୍ ଦେବେ। ଆପଣଙ୍କୁ ଟଙ୍କା ଦେବାକୁ ପଡ଼ିବନି, ତାହା ବି ଫ୍ରି। ସେ ଆପଣଙ୍କୁ ପ୍ରିଣ୍ଟ ଆଉଟ୍ ଆପଣଙ୍କର ଦେବେ। ସେ ପ୍ରିଣ୍ଟ ଆଉଟ୍‌ଟାକୁ ନେଇକି ଆସିବେ। ଏ ଆପ୍ଲିକେସନ୍ ଫର୍ମ ତାଙ୍କୁ ଡିପୋଜିଟ୍ କରିବା ଦରକାର ନାହିଁ। ସେ ଖାଲି ଦେଖିବେ, ଆଉ ଦେଖିଲା ପରେ ଆପଣଙ୍କୁ ଫେରେଇ ଦେବେ। ଠିକ୍ ଅଛି, ବୁଝିଲେ? ସେଇଠି ସେ କ'ଣ କରିବେ, ଆପଣଙ୍କର ଆଧାର କାର୍ଡ଼ ଦେବେ। ଆଧାର କାର୍ଡ଼ ଦେଲା ପରେ ତାଙ୍କୁ ବାୟୋମେଟ୍ରିକ୍ ଆପଣଙ୍କର ଦେବେ, ଫିଙ୍ଗର ପ୍ରିଣ୍ଟ ଦେବେ। ତାପରେ ଆପଣଙ୍କର ସବୁ ଡିଟେଲ୍ସ ତାଙ୍କୁ ଶୋ କରିବ, ସେଟା ସେ କରିବେ। ତାପରେ ଆପଣଙ୍କର ଫଟୋ ସେ କ୍ୟାପଚର୍ କରିବେ, ଫଟୋ ଉଠେଇବେ ଆଉ ଫର୍ମକୁ ସବମିଟ୍ କରିବେ ଅନଲାଇନ୍‌ରେ। ସେ କରିବେ, ଆପଣଙ୍କୁ କିଛି କରିବା ପାଇଁ ପଡ଼ିବନି, କିନ୍ତୁ ଆପଣଙ୍କୁ ଯିବାକୁ ପଡ଼ିବ। ତାପରେ ସେ ରିସିପ୍ଟଟାକୁ କଲର୍ ପ୍ରିଣ୍ଟ ଆଉଟ୍ କାଢ଼ିକି ଆପଣଙ୍କୁ ଦେବେ। ଫ୍ରିରେ ଦେବେ, କୌଣସି ଟଙ୍କା ନାହିଁ। ଏବେ ଆପଣ ଏଇ ଯେଉଁ କଲର୍ ପ୍ରିଣ୍ଟ ଆଉଟ୍‌ଟାକୁ ଆପଣ ଆଣିବେ ଆଉ ଘରେ ଫିଲ୍ଅପ୍ କରିବେ। ଦେଖନ୍ତୁ, ଏଇଟା କେମିତି ଫିଲ୍ଅପ୍ କରିବେ ମୁଁ ଆପଣଙ୍କୁ ଗତକାଲି କହିଥିଲି। ଏବେ ଯେଉଁ ବାକି ଆପଣଙ୍କର ରହିଛି, ଏଇଟାକୁ ଆପଣ କେମିତି ଫିଲ୍ଅପ୍ କରିବେ ତାହା ବି ଦେଖନ୍ତୁ। ଏବେ ଯେତେବେଳେ ଆପ୍ଲିକେସନ୍ ଅନଲାଇନ୍‌ରେ ଆପଣ ସବମିଟ୍ କରିବେ ନା, ଆପଣଙ୍କୁ ସେ ପ୍ରିଣ୍ଟ ଆଉଟ୍ ଦେବେ। ସେ ପ୍ରିଣ୍ଟ ଆଉଟ୍‌ରେ ଗୋଟେ ନମ୍ବର ଲେଖା ହେଇଥିବ, ରିସିପ୍ଟ ନମ୍ବର। ସେ ନମ୍ବରଟାକୁ ଆପଣ, ଆବେଦନ ନମ୍ବର ଲେଖା ହେଇଥିବ, ତାକୁ ଆପଣ ଏଇଠି ପୁଣି ଲେଖିବେ। ଯେଉଁ ନମ୍ବର ଲେଖା ହେଇଥିବ, ଏବେ ନୁହେଁ। ଆପଣ ଅନଲାଇନ୍ ଆପ୍ଲାଏ କଲା ପରେ, ଜନସେବା କେନ୍ଦ୍ରରେ ଅନଲାଇନ୍ ଆପ୍ଲାଏ କଲା ପରେ ସେ ଆପଣଙ୍କୁ ରିସିପ୍ଟ ଦେବେ। ସେ ରିସିପ୍ଟଟାକୁ କୌଣସି ଟଙ୍କା ପଡ଼ିବନି, ସେଇଠି ଲେଖା ହେଇଥିବ। ସେ ନମ୍ବରଟାକୁ ଆପଣ ଏଇଠି ଲେଖିବେ। ତାପରେ କୋଉ ଦିନ ଆପଣ ଆପ୍ଲାଏ କରିଛନ୍ତି ତାକୁ ଲେଖିବେ ଏଠି। ତାପରେ ନିଜର ନାଁଟାକୁ ଆପଣ ପୁଣି ଏଠି ଲେଖିବେ। ତାପରେ ଆଧାର କାର୍ଡ଼ ନମ୍ବରଟାକୁ ପୁଣି ଆପଣ ଲେଖିବେ। ତାପରେ ଏଇ ଯେଉଁ ଫର୍ମଟିକୁ ନା, ଆପଣ କ'ଣ କରିବେ, ପୁଣି ଆଉ ଥରେ ଯୋଉଠୁ ଆଣିଥିଲେ ଅଙ୍ଗନବାଡ଼ି କର୍ମୀଙ୍କୁ ଆପଣ କିମ୍ବା ଯୋଉଠୁ ଆଣିଛନ୍ତି
ତାଙ୍କୁ ଏଇ ଫର୍ମଟାକୁ ପୁରାପୁରି ସବମିଟ୍ କରିଦେବେ। ଏବେ ଅଙ୍ଗନବାଡ଼ି କର୍ମୀମାନେ କ'ଣ କରିବେ, ସେ ଫର୍ମଟାକୁ ନେଇକି ବ୍ଲକରେ ସବମିଟ୍ କରିବେ। ଯେମିତି ଆପଣଙ୍କର ବ୍ଲକରେ ସବମିଟ୍ କରିବେ, ସାଙ୍ଗେ ସାଙ୍ଗେ ଭେରିଫାଇ ହେଇଯିବ ଆଉ ଆପଣଙ୍କୁ ପ୍ରଥମ କିସ୍ତି ଆଗାମୀ 17 ତାରିଖ ଦିନ ଆପଣଙ୍କୁ ଫାଷ୍ଟ କିସ୍ତି ଆପଣଙ୍କର ମିଳିବ। ବୁଝିଗଲେ କ'ଣ କରିବେ କ'ଣ ନାହିଁ? ଆଉ ଥରେ କହିଦେଉଛି, ଆପ୍ଲିକେସନ୍ ଫର୍ମ ଆପଣ ଅଙ୍ଗନବାଡ଼ି କର୍ମୀଙ୍କ ପାଖରୁ ନେଇ ଆସନ୍ତୁ। ଆପଣଙ୍କର ଗାଁରେ ଥିବ, ଆଧାର କାର୍ଡ଼ ନମ୍ବର ସେ ମାଗିବେ, ଆଧାର କାର୍ଡ଼ ନମ୍ବର ଖାଲି ଆପଣ ଦେଇଦେବେ, ଆପଣଙ୍କୁ ସେ ଆପ୍ଲିକେସନ୍ ଫର୍ମ ଦେଇଦେବେ। କେମିତି ତାକୁ ଫିଲ୍ଅପ୍ କରିବେ ତାର ଭିଡ଼ିଓ ଅଲରେଡ଼ି ମୁଁ ଆପଣଙ୍କ ପାଇଁ ବନେଇ ଦେଇଛି। ୟାକୁ ଦେଖି ଦେଖି ତାକୁ ଆପଣ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଆପଣ ଆଜି ନୁହେଁ, କାଲି କିମ୍ବା ପରଦିନ ଦିନ ଆପଣ ଯିବେ ନିଜର ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରକୁ ଯିବେ। ଧରାଯାଉ ଆପଣଙ୍କ ପରିବାରରେ 4 ଜଣ ଝିଅ ଅଛନ୍ତି, 4 ଜଣ ମା ଭଉଣୀ ଅଛନ୍ତି, ତ ସମସ୍ତଙ୍କୁ ଯିବାକୁ ପଡ଼ିବ। ଯାହାର ବି ସୁଭଦ୍ରା ଯୋଜନାରେ ଟଙ୍କା ମିଳିବ, ସମସ୍ତଙ୍କୁ ମୋ ଜନସେବା କେନ୍ଦ୍ରକୁ ଯିବା ପାଇଁ ପଡ଼ିବ। ସେଇଠି ବାୟୋମେଟ୍ରିକ୍ ଆପଣଙ୍କର ହବ, ତା ସହିତ ଆପଣଙ୍କର ଫଟୋ କ୍ୟାପଚର ମଧ୍ୟ ସେ କରିବେ, ଆପଣଙ୍କର ଫଟୋ ମଧ୍ୟ ଉଠେଇବେ। କୌଣସି ଟଙ୍କା ପଡ଼ିବନି, ଜନସେବା କେନ୍ଦ୍ରରେ ବିଲକୁଲ ଫ୍ରି ଆପ୍ଲାଏ ହେବ, କିନ୍ତୁ ଭିଡ଼ ବହୁତ ହେବ, ପ୍ରବଳ ଭିଡ଼। କାହିଁକିନା ଗୋଟେ ଗୋଟେ ପଞ୍ଚାୟତରେ ଗୋଟେ ଗୋଟେ ଜନସେବା କେନ୍ଦ୍ର ଅଛି। ଗୋଟେ ପଞ୍ଚାୟତରେ ମିନିମାମ୍ 4ଟା 5ଟା ଗାଁ ଅଛି। ଗୋଟେ ଗାଁରେ 1000 ଲୋକ ଅଛନ୍ତି, 1000 ଲୋକରୁ ମିନିମାମ୍ 500 ଝିଅ ଥିବେ। ତ 500 କରି ଗଲେ କେତେ କେତେ ଆପଣଙ୍କର କେତେ କେତେ ଲୋକଙ୍କର କରିବେ। ତେଣୁକରି ଆପଣଙ୍କର ଯୋଉଠି ସୁବିଧା ସେଇଠି ଆପଣ ଯାଆନ୍ତୁ, ଭିଡ଼ର ସମ୍ମୁଖୀନ ହୁଅନ୍ତୁନି, ଆରାମସେ ଯାଆନ୍ତୁ। ଟଙ୍କା ଦେବାକୁ ପଡ଼ିବନି, ବିଲକୁଲ ଫ୍ରି ଆପ୍ଲାଏ। ତାପରେ ସେଇଠି ଆପଣଙ୍କର ସେ କ'ଣ କରିବେ ନା, ଆପଣଙ୍କର ଆପ୍ଲିକେସନ୍ ଫର୍ମକୁ ସବମିଟ୍ କରିବେ। ସବମିଟ୍ କଲା ପରେ ଆପଣଙ୍କୁ ପ୍ରିଣ୍ଟ ଆଉଟ୍ ଦେବେ। ସେ ପ୍ରିଣ୍ଟ ଆଉଟ୍ଟା ନେଇକି ଆସିବେ ହେଲା, ଫ୍ରି, କୌଣସି ଟଙ୍କା ପଡ଼ିବନି। ସେ ପ୍ରିଣ୍ଟ ଆଉଟ୍ଟାକୁ ନେଇକି ଆସିବେ, ତାକୁ ଫିଲ୍ଅପ୍, ତାକୁ ଆପଣ ଯେଉଁ ନମ୍ବର ଲେଖା ହେଇଥିବ ଆପଣଙ୍କର ଆପ୍ଲିକେସନ୍ ନମ୍ବର ଏଇଠି ଲେଖିବେ। ପୁଣି ତାପରେ କେଉଁ ଦିନ ଆପଣ ସବମିଟ୍ କଲେ ତାକୁ ଆପଣ ଲେଖିବେ, ନିଜର ଆଧାର କାର୍ଡ଼ ନମ୍ବରକୁ ଲେଖିବେ, ଏଇଠି ଆପଣଙ୍କର ନାଁଟାକୁ ଲେଖିବେ। ତାପରେ ଏଇଟାକୁ ଆପଣ ଅଙ୍ଗନବାଡ଼ି କର୍ମୀଙ୍କୁ ଆପଣଙ୍କର ସବମିଟ୍ କରିବେ। ଅଙ୍ଗନବାଡ଼ି କର୍ମୀ ବାଲା କ'ଣ କରିବେ ନା, ତାକୁ ବ୍ଲକରେ ଆପଣଙ୍କର ସବମିଟ୍ କରିବେ, ଦେନ୍ ଆପଣଙ୍କୁ ଟଙ୍କା ମିଳିବ। ବୁଝିଗଲେ? ଆଉ ଯେଉଁମାନେ ଆପଣଙ୍କର ଜୁନିୟର ଟିଚର ପୋଷ୍ଟିଂ ଏପର୍ଯ୍ୟନ୍ତ ହେଇନି, ମିଳିଛି କି ଆପଣଙ୍କର? ମିଳିନି। ଆପଣମାନେ ସମସ୍ତେ ଆପ୍ଲାଏ କରନ୍ତୁ। 18 ତାରିଖ ପରେ ଆପଣଙ୍କର ଯାଇକି ଯାହା ହବ ଦେଖାଯିବ। ତେଣୁକରି ଏବେ ଆପ୍ଲାଏ କରନ୍ତୁ, ଆପଣଙ୍କୁ ଫାଷ୍ଟ କିସ୍ତି ମିଳିଯିବ। ତାପରେ ଜୁନିୟର ଟିଚର ଆପଣମାନେ ପୋଷ୍ଟିଂ ପାଇଗଲା ପରେ ଆପଣମାନେ ସେକେଣ୍ଡ କିସ୍ତି ବେଳକୁ ନା କାଟିଦେବେ, କିଛି ଅସୁବିଧା ନାହିଁ। ଯାହାଙ୍କର ବି ବୟସ 21 ବର୍ଷରୁ 60 ବର୍ଷ ଭିତରେ ଅଛି, ଆପଣମାନେ ଏବେ ହିଁ ଫର୍ମ ଅଙ୍ଗନବାଡ଼ି କର୍ମୀଙ୍କ ପାଖରୁ ଯାଇକି ନେଇକି ଆସନ୍ତୁ, ଆଉ ଫର୍ମ ଆପଣଙ୍କର ଫିଲ୍ଅପ୍ କରନ୍ତୁ। କିଛି ଡାଉଟ୍ ହେଲେ ଏଇ ନମ୍ବରରେ ଆପଣ କଲ୍ କରିକି ପଚାରନ୍ତୁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ।